हेलो फ्रेंड नमस्कार ଆପଣ ହିନ୍ଦୁ ଓଡ଼ିଆ ଦେଶ ଯିବେ ଆଜି 14 ଡିସେମ୍ବର ଚାଲନ୍ତୁ ଜାଣିନେବା ଆଜିର ଟପ୍ ନ୍ୟୁଜ୍। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରିବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍ କ୍ଲିକ୍ କରିବେ ଯାହାଦ୍ୱାରା ଆପଣ ସର୍ବପ୍ରଥମେ ଟପ୍ ନ୍ୟୁଜ୍ ଭାବେ ଜାଣିପାରିବେ। ଚାଲନ୍ତୁ ଜାଣିନେବା ଖବର ଉପରେ ନଜର ପକାଇବା। ଭୂମିହୀନଙ୍କୁ ମିଳିବ 4 ଡିସିମିଲ୍ ଜାଗା, ବସୁନ୍ଧରା ଯୋଜନା ନେଇ ବଡ଼ ଘୋଷଣା କଲେ ରାଜସ୍ୱ ମନ୍ତ୍ରୀ। ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ମିଳିବ 4 ଡିସିମିଲ୍ ଜାଗା। ଯେଉଁମାନଙ୍କ କମ୍ ଜାଗା ମିଳିଛି ସେମାନଙ୍କୁ ମଧ୍ୟ ମିଳିବ ସମାନ ପରିମାଣର ଜାଗା। ଏନେଇ ବଡ଼ ଘୋଷଣା କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଲ୍ୟାଣ୍ଡ ସେଟଲମେଣ୍ଟ 1961 ଅନୁଯାୟୀ ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ 4 ଡିସିମିଲ୍ ଦିଆଯିବାର ବ୍ୟବସ୍ଥା ଅଛି। ସେ ଜମି 10 ବର୍ଷ ପରେ ବିକ୍ରି କରିବାର ନିୟମ ଥିଲା, କିନ୍ତୁ ଏହାକୁ ଏଣିକି ବିକ୍ରି କରାଯାଇପାରିବ ନାହିଁ ବୋଲି ସରକାରୀ ସ୍ତରରେ ସୁଶାସନ କରାଯାଇଛି। ସେହିପରି କିଛି ଗରିବ ଶ୍ରେଣୀଙ୍କ 4 ଡିସିମିଲ୍ରୁ କମ୍ ଉତ୍ତରାଧିକାରୀ ସୂତ୍ରରେ ମିଳିଛି ଏମାନଙ୍କୁ ସମାନ ପରିମାଣର ଜମି ଯୋଗାଇ ଦିଆଯିବ। ଏଥିପାଇଁ ସେମାନେ ନିଜ ଜମିକୁ ସରକାରଙ୍କୁ ଫେରାଇବେ। ତାପରେ ସେମାନଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ଜମି ଯୋଗାଇ ଦେବେ ସରକାର। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍ କ୍ଲିକ୍ କରିବେ ଯାହାଦ୍ୱାରା ଆପଣ ସର୍ବପ୍ରଥମେ ଟପ୍ ନ୍ୟୁଜ୍ ଭାବରେ ଜାଣିପାରିବେ।